नमस्कार। वंदे उत्कल जननी। ହାରରେ ଉଲ୍ଲେଖନୀୟ ହ୍ରାସ ଘଟିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନ୍ୟାସନାଲ କ୍ୱାଲିଟି ସାର୍ଟିଫିକେଟ୍ ମିଳିବା ପ୍ରତିଟି ଜିଲ୍ଲାବାସୀଙ୍କ ପାଇଁ ଏକ ଗର୍ବର ବିଷୟ। ଯୋଗାଯୋଗ ହିଁ ବିକାଶର ପ୍ରକୃତ ପରିଚୟ। ବିଜୁ ଏକ୍ସପ୍ରେସ୍ ୱେ ଆଜି ଆମପାଣିରୁ ଧର୍ମଗଡ଼ ପର୍ଯ୍ୟନ୍ତ ବିକାଶର ଗତିକୁ ଦ୍ୱିଗୁଣ କରିଦେଇଛି। ଉତ୍କେଲା ଏୟାରଷ୍ଟ୍ରିପ୍ ଜରିଆରେ କଳାହାଣ୍ଡି ଆକାଶ ମାର୍ଗରେ ଦେଶର ବଡ଼ ବଡ଼ ସହର ସହ ଯୋଡ଼ି ହେବାକୁ ଯାଉଛି। କେବଳ ସେତିକି ନୁହେଁ, ରେଳବାଇ କ୍ଷେତ୍ରରେ ମଧ୍ୟ ଜିଲ୍ଲା ଆତ୍ମନିର୍ଭରଶୀଳ ହୋଇଛି। ଭବାନୀପାଟଣା ଏବଂ ଜୁନାଗଡ଼ରୁ ସିଧାସଳଖ ଭୁବନେଶ୍ୱର, କୋଲକାତା ଓ ବିଶାଖାପାଟଣାକୁ ଟ୍ରେନ୍ ଚଳାଚଳ କରିବା ସହ ମାଲବୁହା ଟ୍ରେନ୍ ଜରିଆରେ ଏଠାକାର ଅର୍ଥନୀତି ସୁଦୃଢ଼ ହେବାରେ ଲାଗିଛି। ଆଜି କଳାହାଣ୍ଡିର ଗାଁ ଗାଁରେ ମହିଳାମାନେ ଆଉ ଚାରିକାନ୍ଥ ଭିତରେ ସୀମିତ ନାହାନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବା ଏସ୍ଏଚ୍ଜିର ମା ମାନେ ଆଜି ଧାନ ସଂଗ୍ରହ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ସେମାନଙ୍କର ଏହି ଆର୍ଥିକ ସ୍ୱାବଲମ୍ବଶୀଳତା ଜିଲ୍ଲାର ପ୍ରତିଟି ପରିବାରକୁ ସଶକ୍ତ କରିଛି। କଳାହାଣ୍ଡି କେବଳ ଆର୍ଥିକ ବିକାଶ ନୁହେଁ, ବରଂ କଳା ଓ ସଂସ୍କୃତିକ ଏକ ବିଶାଳ ଗନ୍ତାଘର। ଘୁମୁରାର ସେହି ବୀରତ୍ୱର ସ୍ୱର ଯେତେବେଳେ ଆକାଶରେ ପ୍ରତିଧ୍ୱନିତ ହୁଏ, ପ୍ରତିଟି ଓଡ଼ିଆର ଛାତି ଗର୍ବରେ କୁଣ୍ଡେମୋଟ ହୋଇଯାଏ। ଫୁଲିଝରନ୍, ମନୋରମା ଜଳପ୍ରପାତ ହେଉ କିମ୍ବା କର୍ଲାପାହାଡ଼ର ସୁନ୍ଦର ଅରଣ୍ୟ, ପ୍ରକୃତି ଏଠି ନିଜ ହାତରେ ସୌନ୍ଦର୍ଯ୍ୟ ଢାଲି ଦେଇଛି। ଆଜି ଉତ୍କଳ ଦିବସରେ ଆମେ କେବଳ ଓଡ଼ିଶା ଗଠନର ଖୁସି ମନାଉ ନାହୁଁ, ବରଂ କଳାହାଣ୍ଡିର ସେହି ଦୁର୍ଦ୍ଦଶାକୁ ପଛରେ ପକାଇ ଆଗକୁ ବଢ଼ିବାର ଜିତ୍କୁ ସଲାମ କରୁଛୁ। ଯେଉଁ ଜିଲ୍ଲା ଦିନେ ଅବହେଳିତ ଥିଲା, ଆଜି ସେ ଆତ୍ମନିର୍ଭରଶୀଳ ଓଡ଼ିଶାର ଏକ ମୁଖ୍ୟ ସ୍ତମ୍ଭ। OTN TV, खबर नुहे विश्वासर स्वर।